ସମସ୍ତେ ସାଙ୍ଗମାନେ ଖୁସିରେ ରୁହନ୍ତି ସମସ୍ତେ। ତ ଆପଣମାନେ ସବୁବେଳେ ଦେଖୁଥିବେ CDS ଲାଇଫ୍ ଷ୍ଟାଇଲ୍। ତ ଆପଣମାନଙ୍କୁ ଯଦି ସବୁ ଭିଡ଼ିଓ ଭଲ ଲାଗିଥାଏ ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ତ ଆଜି ହେଉଛି ମୁଁ ଗୋଟେ କେକ୍ ବନେଇଛି, ଆମେ 2 ଜଣ କେକ୍ ବନେଇଛୁ। ତ ସେଇଟା ବହୁତ ସୁନ୍ଦର ହେଇଛି କି ନାଇଁ ଆପଣମାନେ ହିଁ କହିପାରିବେ। ତ ମୁଁ ବନେଇକି ରେଡ଼ି କରିଦେଇଛି, ସେଇଟା କିଏ ବି ଘରେ ଜାଣିନାହାନ୍ତି, ଖାଲି ଇଏ ଆଉ ମୁଁ ହିଁ ଜାଣିଛୁ। ତାପରେ ଆପଣଙ୍କୁ କେକ୍ ଭଲ ଲାଗେ ଆଉ ରେସିପି ଆପଣମାନଙ୍କୁ ବତେଇଦେଇଥିଲି, ଆପଣମାନଙ୍କୁ ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଚାଲନ୍ତୁ ଦେଖିବେ ଟିଭିରେ ସମସ୍ତଙ୍କୁ ଦେଖିକି ଆସେ। ତ ଆପଣମାନେ ସେଠି ରୁମ୍ରେ ମାମା ରୁମ୍ରେ ବସିଛନ୍ତି, ସମସ୍ତେ ରୁମ୍ରେ। ତ ମୁଁ ଆପଣମାନଙ୍କୁ କେକ୍ ଦେଖେଇଦେବି। ମୁଁ କେକ୍ ପୁରା ରେଡ଼ି କରିକି ହିଁ ରଖିଦେଇଛି। ବର୍ଷା ହେଉଛି ତ ଲୁଗାପଟା ସବୁ ଘରେ ହିଁ ଶୁଖାଉଛି, ଘରେ ହିଁ। ତ ଆପଣମାନଙ୍କୁ ମୁଁ ଦେଖେଇ ଦେଉଛି କେକ୍ ରେସିପିଟା। ତ ମୁଁ କେଉଁଥିରେ ବନେଇଲି ଆପଣମାନଙ୍କୁ ଯାଉଛି। ଏଇଟା ହେଉଛି ଆମ କିଚେନ୍। ଦେଖନ୍ତୁ ମୁଁ ସବୁ କ'ଣ କରିଦେଇଛି, ମାମା ସେଇଠି ଶୋଇଛନ୍ତି, ମୁଁ କିଚେନ୍ ପୁରା ଘାଣ୍ଟି ବୁଲେଇକି କ'ଣ କରିଦେଇଛି ସବୁ କେକ୍ ବନେଇବାରେ। ତ ଏଇଟା ଆମ ଓଭେନ୍, ଆପଣମାନେ ଦେଖିପାରୁଥିବେ। ଏଇ ଭିତରେ ମୁଁ କେକ୍ ବନେଇଲି। ଆପଣମାନଙ୍କୁ ଭୁଲି ଯାଇଥିଲି ମୁଁ ଭିଡ଼ିଓ ବି କରିକି କେକ୍ର ଦେଖେଇବି ବୋଲି। ତ ଦେଖେଇ ତ ପାରିଲିନି, କିନ୍ତୁ କେକ୍ର ଫଟୋ ତ ଆପଣ ନିଶ୍ଚୟ ଦେଖେଇବି। ଆପଣମାନେ ବନେଇଥାଉ, କିନ୍ତୁ ମୁଁ ତ ପ୍ରଥମ ଥର ହିଁ କେକ୍ ବନେଇଛି ନା, ତ ଭାଙ୍ଗି ଭୁଙ୍ଗା ଯାଇଛି। ଆପଣମାନେ ଦେଖିକି ଟିକେ ଖରାପ ଭାବିବେନି। ତ ଦେଖଉଛି କିଚେନ୍, ଦେଖନ୍ତୁ ଏଇ ଦେଖନ୍ତୁ, ଏଇଟା ତ ଛୁରୀ, ଦେଖନ୍ତୁ ଆସିଗଲା। ଏକୁ ଆମେ କେମିତି ବନେଇଲୁ, ବହୁତ ସଫ୍ଟ ସୁନ୍ଦର ବି ହେଇଛି, ବହୁତ ସୁନ୍ଦର ଏଇଟା ହେଇଛି। ଦେଖନ୍ତୁ କେତେ ସଫ୍ଟ ବି, ପୁରା ସଫ୍ଟ ହେଇଛି, କିନ୍ତୁ ଭାଙ୍ଗି ଯାଇଛି, 3 ଫାଳ ହେଇଯାଇଛି। ତ ବହୁତ ସୁନ୍ଦର ହେଇଛି, ଆପଣମାନେ ଦେଖିପାରୁଥିବେ। କିନ୍ତୁ ଖାଇଲେ ତ ଖାଇବାର ଟେଷ୍ଟ ତ ମୁଁ ଜାଣିନି, ତ ଟିକେ କାଟିକି ମୁଁ ଖାଉଛି, ଆପଣମାନଙ୍କୁ ଦେଖିଦେବି। ବହୁତ ଟେଷ୍ଟି ଅଛି। ତ ଆପଣମାନଙ୍କୁ ଯଦି ରେସିପିଟି ଭଲ ଲାଗିଥାଏ ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ତ ମୁଁ ଏଇଠି ବସିକି ଆପଣଙ୍କୁ କହିଦେଉଛି କେମିତି ମୁଁ ବନେଇଲି। ପ୍ରଥମେ ହେଉଛି ମୁଁ ବିସ୍କୁଟ୍ ଆଣିଲି, ହାପି ବିସ୍କୁଟ୍ କି ଆପଣମାନେ ଯେଉଁ ବିସ୍କୁଟ୍ ହେଲେ ବି ୟୁଜ୍ କରିପାରିବେ, ହାପି ବିସ୍କୁଟ୍ ହଉ କି ଯାହା ବି ହଉ। ତ ମୁଁ ସେଇଟା ୟୁଜ୍ କଲି ପ୍ରଥମେ। ତାପରେ ତାକୁ ଗୋଳେଇଲି, ହାପି ବିସ୍କୁଟ୍କୁ ଗୁଣ୍ଡ କରିକି ମୁଁ ଗୋଳେଇଲି। ତାପରେ ଇନୋ, ଯେଉଁ 10 ଟଙ୍କିଆ ଇନୋ କି ଯେଉଁ ଇନୋ ଆପଣମାନେ ପକାଇ ପାରିବେ, ଇନୋ ପକାଇଦେଲି। ତାପରେ ଚିନି ମେନ୍ ପକାଇଦେଲି, ତାପରେ କ୍ଷୀର। ତ ତାକୁ ଗୋଳେଇକି କାଜୁ ଟିକେ ଆପଣମାନେ ପକାଇ ପାରିବେ। ତ ଗୋଟେ ଗିନାରେ ତାକୁ ତେଲ ଦେଇକି ଆମେ ସେଇ ଉପରେ ପକାଇଦେଲୁ, ମାନେ ସେ କେକ୍ର ଯେଉଁ ଗୋଳିଥିଲା ସେଇଟା ପକାଇଦେଲୁ। ତ ତାପରେ ଓଭେନ୍ ବସାଇଦେଲୁ। ପାଖାପାଖି 25-20 ମିନିଟ୍ ଭିତରେ ଆମ ପୁରା କେକ୍ ପୁରା ରେଡ଼ି। ତ ରେଡ଼ି ହେଇସାରିଲା ପରେ କାଜୁ କି ଚକୋଲେଟ୍ ସିରପ୍ କି ଆପଣ ଯାହା ବି ପକାଇ ପାରିବେ, କିନ୍ତୁ ଚକୋଲେଟ୍ ଆମ ପାଖରେ ନଥିଲା, ତ ଆମେ ଚକୋଲେଟ୍ ସିରପ୍ ପକାଇ ପାରିଲୁନି। ତ କାଜୁ ସେଇଠି ପକାଇଦେଲୁ ଆଉ ପେସ୍ତା ବାଦାମ ପକାଇଦେଲୁ, ଆଉ ବିସ୍କୁଟ୍ର ଛୋଟ ଛୋଟ ଚକୋଲେଟ୍ ଗୁଣ୍ଡ ଗୁଡ଼ିକ ପକାଇ ଦେଇଥିଲୁ, ଆପଣମାନେ ଦେଖିଥିବେ। ପକାଇ ଦେଇଥିଲି ମୁଁ, ହେଇ ଦେଖନ୍ତୁ ଛୋଟ ଛୋଟ ଏଇସବୁ ଗୁଣ୍ଡ। ଆଉ ଦେଖନ୍ତୁ ପେସ୍ତା କାଜୁ ବି ପକା ହେଇଛି। ମୁଁ ପ୍ରଥମ ଥର ବନେଇଛି, ଟିକେ ଭାଙ୍ଗି ଯାଇଛି, କିନ୍ତୁ ମାମା ମାନେ ଟିକେ ଜଷ୍ଟ ଟିକେ ବନେଇଲା ବେଳେ ଯେ ଖାଇଥିଲେ କହିଲେ ତ ଆଜି ବହୁତ ଟେଷ୍ଟି ବନେଇଛୁ, ବହୁତ ସୁନ୍ଦର ହେଇଛି। ତ ଆପଣମାନଙ୍କୁ ମୁଁ କହିଦେଲି କେକ୍ ରେସିପିଟା କେମିତି ହେଇଥିଲା, ଆଉ କେକ୍ ବହୁତ ସୁନ୍ଦର ଟେଷ୍ଟି ହେଇଥିଲା। ଆପଣମାନେ ବି ଚାହିଁଲେ ବନେଇ ପାରିବେ। ତ ଏଇ ଭିଡ଼ିଓଟି ଯଦି ଆପଣମାନଙ୍କୁ ବହୁତ ଭଲ ଲାଗେ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ଜମାରୁ ଭୁଲିବେନି। ବାଏ ସାଙ୍ଗମାନେ।